ଜାଣିଛ ଅନ୍ୟ ଘରକୁ ନ ଗଲେ ଆମ ଘର ଚୁଲାରେ ନିଆଁ ଜଳିବ ନାହିଁ। ଘରେ ଖାଇଲେ ଘରେ ଉପାସନାକୁ ପଡୁଛି। ମା ମୁଁ ଜାଣିନି, ମତେ ଯେମିତି ହେଲେ ବହି ଖାତା କିଣିଦିଅ, ମୁଁ ସ୍କୁଲକୁ ଯିବି ଗୋ। ଶିକ୍ଷା ଜରିଆରେ ଜନଜାତି ଛାତ୍ରଛାତ୍ରୀଙ୍କ ବିକାଶ। ନାଟକ ମାଧ୍ୟମରେ ବିଶ୍ୱର ସବୁଠୁ ବଡ଼ ଜନଜାତି ଆବାସିକ ବିଶ୍ୱବିଦ୍ୟାଳୟର କାହାଣୀ। କିସ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ବିଶ୍ୱ ନାଟକ ଦିବସ 2025 ଅବସରରେ ଏହି କାହାଣୀକୁ ନେଇ ପରିବେଷିତ ହୋଇଥିଲା ନାଟକ। କିସ୍ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ କଲଚର ଆଣ୍ଡ ଇକୋ ସ୍ପିରିଚୁଆଲିଜିମ୍ ଅଧୀନରେ ପରଫର୍ମିଂ ଆର୍ଟ ବିଭାଗ ଦ୍ୱାରା ଆୟୋଜିତ ହୋଇଥିଲା ଏହି ନାଟକ ଉତ୍ସବ। ମଞ୍ଚସ୍ଥ ହୋଇଥିଲା କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ ସାଇନ୍ସେସ୍ କିସ୍ର ସଫଳତାର କଥା, ଯାହାର ସର୍ଜନା ଏବଂ ନିର୍ଦ୍ଦେଶନା ଦେଇଥିଲେ କିସ୍ର PhD ଛାତ୍ର ବାସୁଦେବ ସୋରେନ ଏବଂ ଭାଗୀରଥୀ ସିଂ ସର୍ଦ୍ଦାର। ଏହି ବିଶ୍ୱ ନାଟକ ଦିବସରେ କିସ୍ର ଛାତ୍ରଛାତ୍ରୀମାନେ ଖୁବ୍ ସୁନ୍ଦର ଭାବେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ପରିବେଷଣ କରିଥିଲେ, ତା ସହିତ ନାଟକ ମଞ୍ଚସ୍ଥ କରିଥିଲେ। ଏହି ଉତ୍ସବରେ ଯୋଗ ଦେଇଥିଲେ କିସ୍ର ଭାଇସ୍ ଚାନ୍ସେଲର ପ୍ରଫେସର ଦେବାଶିଷ ବନ୍ଦୋପାଧ୍ୟାୟ। ବିଶେଷ ଅତିଥି ଭାବେ ଉପସ୍ଥିତ ଥିଲେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ, ଡକ୍ଟର ପ୍ରଶାନ୍ତ ରାଉତରାୟ ଓ ବିଶିଷ୍ଟ ଅଭିନେତ୍ରୀ ତ୍ରିପୁରା ମିଶ୍ର। ଛାତ୍ରଛାତ୍ରୀମାନଙ୍କ ନିଖୁଣ ଅଭିନୟ ଦର୍ଶକ ଏବଂ ଛାତ୍ରଛାତ୍ରୀମାନଙ୍କୁ ବାନ୍ଧି ରଖିଥିଲା। ବିଶ୍ୱ ନାଟକ ଦିବସର ଆବଶ୍ୟକତା ଏବଂ ନାଟକ କିଭଳି ଭାବେ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଏ ସେ ବିଷୟରେ ଅତିଥିମାନେ କହିଥିଲେ। କିସ୍ କିଟ୍ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ କିଭଳି ଜନଜାତି ପିଲାମାନଙ୍କୁ ଶିକ୍ଷା ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିଛନ୍ତି, ତାହା ସାରା ବିଶ୍ୱ ପାଇଁ ଏକ ଶ୍ରେଷ୍ଠ ଉଦାହରଣ। ଏଭଳି ଦିବସ ଆୟୋଜିତ ହେଲେ ମଞ୍ଚ ଓ ନାଟକ ପିଢ଼ି ପରେ ପିଢ଼ି ବଞ୍ଚି ରହିବ ବୋଲି ମତ ଦେଇଥିଲେ ଅତିଥିମାନେ। ଏହାର ପ୍ରଚାର ପ୍ରସାର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ହୋଇପାରିବ ବୋଲି ଜାତୀୟ ପୁରସ୍କାର ପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ ହିମାଂଶୁ ଶେଖର ଖଟୁଆ ନିଜ ବକ୍ତବ୍ୟ ମାଧ୍ୟମରେ ପ୍ରକାଶ କରିଥିଲେ। ସେହିପରି ପ୍ରସିଦ୍ଧ ମର୍ଦ୍ଦଳ ବାଦକ ଜଗନ୍ନାଥ କଅଁର ପ୍ରାଚୀନ ବାଦ୍ୟଯନ୍ତ୍ର ବିଷୟରେ ପିଲାମାନଙ୍କୁ ବୁଝାଇବା ସହ ବାଦ୍ୟ ଓ ଅଭିନୟରେ ସମନ୍ୱୟ ବିଷୟରେ ଆଲୋକପାତ କରିଥିଲେ। ଏହି ଶିକ୍ଷଣୀୟ ନାଟକଟି ଅତ୍ୟନ୍ତ ଉପଭୋଗ୍ୟ ହୋଇଥିଲା। ତେଣୁକରି ସେତେବେଳେ କାଳିଦାସ ଲେଖୁଥିଲେ ପ୍ଲେ ଏବଂ ସେ ପ୍ଲେଟା ଷ୍ଟେଜ ହଉଥିଲା। ଆମେ ସେକ୍ସପିୟର କହିଲେ ଆମେ ଭାରି ମନେ ରଖୁ, ସେମାନେ କହିଲେ ପାଶ୍ଚାତ୍ୟ ଲୋକ କହିବେ ଆମେ ସେକ୍ସପିୟର ପ୍ଲେ କଥା କହୁ। ସେକ୍ସପିୟର କୋଉ ଶତାବ୍ଦୀର? ପଞ୍ଚଦଶ ଆଉ ଷୋଡଶ ଶତାବ୍ଦୀର, ମାତ୍ର 500-600 ବର୍ଷ ତଳର କଥା। ତା ବହୁତ ଆଗରୁ ଆମ ଏଠି ଥିଲା ଥିଏଟରର ଉପସ୍ଥିତି, ଥିଏଟର ଲେଖା ହଉଥିଲା ଏବଂ ଷ୍ଟେଜ ହଉଥିଲା। ଏସବୁ ବିଚାର କଲା ବେଳେ ତମେ ଆମ ନିଜ ଘରକୁ ପଳେଇ ଆସିବ। ଏଠି ତ ବସିଛନ୍ତି ଜଗନ୍ନାଥ ସାର୍, ବହୁତ ବଢିଆ କରି କହିଲେ ତମକୁ। ଆମ ଏଠି ଥିଏଟର ଅପର୍ଯ୍ୟାପ୍ତ ପରିମାଣରେ ଅଛି। ତମମାନଙ୍କ ଦେହ ଭିତରେ ଥିଏଟର ଅଛି, ତମମାନଙ୍କ ଦେହ ଭିତରେ ଥିଏଟର ଅଛି, ତମମାନଙ୍କର ଛୋଟିଆ ଛୋଟିଆ ଏକ୍ସପ୍ରେସନରେ ଥିଏଟର ଅଛି। ଆମ ସଂସ୍କୃତିରେ ଥିଏଟର ଭରି ହେଇକି ରହିଛି। ଆମ ଏଠି ଫୋକ୍ ଥିଏଟରର ପ୍ରେଜେନ୍ସଟା ସବୁଠାରୁ ଉନ୍ନତ। ଓଡ଼ିଶାର ଯୋଉ ଫୋକ୍ ଥିଏଟର କଥା ଯଦି ଆମେ କହିବା, ଏଠି ପ୍ରହ୍ଲାଦ ନାଟକ ଅଛି, ଜାଣିଛ ନା ନାଇଁ? ଶୁଣିଛ ପ୍ରହ୍ଲାଦ ପାଖ୍ୟାନ? ଆମେ ଏଠି ରାମଲୀଳା ବି କରୁଛୁ, ଆମ ଏଠି ମୁଗଲ ତାମସା ଅଛି, ଆମ ଏଠି ଦଣ୍ଡ ନାଚ ଅଛି, ଆମ ଏଠି ପାଲା ଅଛି, ଆମ ଏଠି ଦାସକାଠିଆ ଅଛି, କଣ ନାହିଁ? ତେଣୁକରି ଆମ ଏଠି ସବୁ ଥିଏଟର ଜିନିଷ ଭର୍ତ୍ତି ହେଇକି ରହିଛି। ତାକୁ ଆମେ କିନ୍ତୁ ବାହାରକୁ ଟିକେ ଭଲରେ ନେଇପାରୁନୁ। ତାକୁ ସବୁ ବାହାରକୁ କିଏ ନବ? ଏଇ ତମେ ମାନେ ହିଁ ନବ। ତେଣୁକରି ଆମ ଥିଏଟରକୁ, ଆମ ପରମ୍ପରାକୁ ବାହାରକୁ କିଏ ନବ? ଭେରି ଗୁଡ୍, ତମମାନେ ହିଁ ନବ। ଗୋଟେ ତାଳି ଦଉନ? ଆମର ନିଜସ୍ୱ ହଉଛି ଓଡ଼ିଶୀ ଗୀତ, ଓଡ଼ିଶୀ ବାଦ୍ୟ କହିଲେ ମର୍ଦ୍ଦଳ ଏବଂ ଓଡ଼ିଶୀ ନୃତ୍ୟ ଆମର ଏଠି ପରମ୍ପରା। ଓଡ଼ିଶୀ ମର୍ଦ୍ଦଳ କଣ? ସେ ପ୍ରଥମ ସେମାନେ ମାତାଲ ହେଇକି ବଜାଉଥିଲେ। ମାତାଲ ବୁଝିପାରୁଛ?
ମାତାଳରୁ ମାଦଳ, ମାଦଳରୁ ମର୍ଦଳ ଆକାର ପ୍ରକାର ଆମେ ଛୋଟ କଲୁ, ତାକୁ ଗୀତ ଗୋବିନ୍ଦ ଏବଂ ଓଡ଼ିଶାରେ ଯେମିତି ଜଗନ୍ନାଥ ମନ୍ଦିରରେ ତାକୁ ବାଦନ କରିବୁ, ଆକାର ପ୍ରକାର ଛୋଟ କରି ଆମେ ତାକୁ ମର୍ଦଳ ନାମରେ ନାମିତ କରୁ। ଭୁବନେଶ୍ୱରରୁ ମାନସ ଓ ସତ୍ୟଜିତଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।